ସାମ୍ବାଦିକ ଖୁକା ଭାଇ ଆମକୁ ଛାଡ଼ି ଚାଲିଗଲେ। ବୈଶିଙ୍ଗା ଥାନା ଅନ୍ତର୍ଗତ କଦଳିଆ ଗ୍ରାମର ଜଣେ ଆଗ ଧାଡ଼ିର ସାମ୍ବାଦିକ ଭାବେ ଖ୍ୟାତି ଅର୍ଜନ କରିଥିବା ସଞ୍ଜିତ କୁମାର ଦାସ ଖୁକା ଭାଇ ଆଜି 12:40 ସମୟରେ ଆମକୁ ଛାଡ଼ି ଚାଲି ଯାଇଛନ୍ତି। ସେ 3 ବର୍ଷ ଧରି ମୁଖ କର୍କଟ ରୋଗରେ ପୀଡ଼ିତ ଥିଲେ। ମୃତ୍ୟୁ ବେଳକୁ ତାଙ୍କୁ 48 ବର୍ଷ ବୟସ ହୋଇଥିଲା। କଦଳିଆ ଗ୍ରାମର ପରେଶ ଚନ୍ଦ୍ର ଦାସଙ୍କ ଜ୍ୟେଷ୍ଠ ପୁତ୍ର ସଞ୍ଜିତ ବହୁ ମେଳାପୀ ଭାବେ ସମସ୍ତଙ୍କ ନିକଟରେ ପରିଚିତ ଥିବାରୁ ଆଜି ଶହ ଶହ ସାଙ୍ଗସାଥୀ ବନ୍ଧୁ ବାନ୍ଧବ ପରିବାରଜନ ତାଙ୍କର ଶେଷ ଦର୍ଶନ କରିଥିଲେ। ରାଜନୈତିକ ବ୍ୟକ୍ତି ଭାବରେ ବୃନ୍ଦାବନ ଦାସ, ବିକାଶ ସେଠୀ, ଯାମିନୀ ନାୟକ, ଅଞ୍ଜନା ବେହେରା, ଜଗନ୍ନାଥ ମଲ୍ଲିକ, ଦୀପକ ପାତ୍ର, ରବି ନାରାୟଣ ପଣ୍ଡା, କୈଳାସ ଅଗ୍ରୱାଲଙ୍କ ସମେତ ବହୁ ବ୍ୟକ୍ତି ଶେଷ ଦର୍ଶନ କରିଥିଲେ। ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ଅରୁଣ କୁମାର ଓତା, ବେତନଟୀ ବ୍ଲକ ପ୍ରେସ କ୍ଲବ ସଭାପତି ପ୍ରକାଶ ବେହେରାଙ୍କ ସମେତ ସଂଘର ସମସ୍ତ ସଦସ୍ୟ ଶେଷ ଦର୍ଶନ କରିଥିଲେ। ସ୍ୱର୍ଗତ ସଞ୍ଜିତ ଦାସ ଏକ ଦଶନ୍ଧି ଧରି ଖବର, ସର୍ବସାଧାରଣ ଏବଂ ଭଞ୍ଜଦୂତ ଭଳି ଖବରକାଗଜରେ ପ୍ରତିନିଧି ଭାବେ କାର୍ଯ୍ୟ କରୁଥିଲେ। ତାଙ୍କର ସ୍ତ୍ରୀ, ଗୋଟିଏ ପୁତ୍ର ଓ ଗୋଟିଏ କନ୍ୟା ସନ୍ତାନ ଅଛନ୍ତି। ତାଙ୍କର ପରିବାରବର୍ଗଙ୍କୁ ପ୍ରଭୁ ଜଗନ୍ନାଥ ଅଶେଷ ଧୈର୍ଯ୍ୟ ଓ ସାହସ ଦିଅନ୍ତୁ ବୋଲି ସାମ୍ବାଦିକ ବନ୍ଧୁମାନେ ପ୍ରାର୍ଥନା କରିଛନ୍ତି।